ଆଜି ରଥଯାତ୍ରାରେ ପିଲାକୁ ରଥ ଦେଖେଇବାକୁ ଆଣିଥିଲି। ସୁନା ଦୋକାନରେ ଛିଡା ହେଇଥିଲି। ମା ଧରିଥିଲା ମୁଁ ଏକୁଟିଆ ସେଇଥିରେ ଆସିଲା ବେଳକୁ ସିଏ ନାଇକି ମୁଇଁ ଧରିଲା ମା ଗୋଥର ଗଲା ବେଳକୁ ସିଏ ନାଇକି ବେକରେ ଗୋଟେ ଲାଗିଥିଲା ଧୀରେ 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 ଗାଡି କିନା ପଛାଡେ ନେଇଗଲା ନୂଆ ପ୍ଲେଟ ଟା ଧରିଛି। ତାପରେ ସୁନା ଘରେ ପଳେଇଲୁ ମନ ଦୁଃଖ କରି କରି ଗଲା ବେଳକୁ ସିଏ ବୋଇଲା ଆମର ଆଜ୍ଞା କହିଲେ ଆଉ ସୁନା ଦୋକାନରେ ଟିକେ ଦେଖି ଦେଇଥିଲେ ତ କଣ ହେଇଥାନ୍ତା ସୁନା କ୍ୟାମେରା ଲାଗିଥିବ ବୋଲେ ଦେଖିକରି ତାକୁ ଇଏ କଲା ବେଳକୁ ସିଏ ଚେକ୍ କଲା ଚେକ୍ କରି ମୁଇଁ ସେ ଆମର ପୁଅକୁ ଭିଡିଓ ପଠେଇଲା ଭିଡିଓରେ ଦେଖିକି ମୁଁ ତ ଏତେ ଚିହ୍ନି ପାରିବି ପିଲା ଦେଖ ତାକୁ ହାତ ଧରି ଚିକିକିନା ନେଲା ବେଳକୁ ସିଏ ନାଇକି ମୁଇଁ କାଣେ ପାଇଯିବି ବୋଇଲା ଚାଲ ଯିବା କ୍ୟାମେରା କହିବ ମୁଇଁ କିଛି କହିବିନି କହିଲାରୁ ସିଏ ଗଣ୍ଠି ଗୋଟେ ପକାଇଥିଲା କୋଉଠି ପକାଇଦେଲା କି କଣ କି ଜାଣିଲା ଥାନାରେ କେସଟା ଦେବାକୁ ଆସିଛି ପିଲାର 2 ବର୍ଷ 2 ବର୍ଷ ମନ୍ଦିରକୁ ଦେଖିବାକୁ ନେଇଥିଲେ। ହଁ ମନ୍ଦିର କଣ ଲକେଟ ଟା କଣ ଗଣେଶ ଲକେଟ ପିଲାର ଦେହରେ ବାଜି ସିଏ ଇପଟେ ଥିଲା ଟିକେ 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 ନେଇକରି ବ୍ଲେଡ କୁ ଧରିଛି କାଟିକରି ପିଲାର ମୋର ସୁନା ପାଇଁ କିଛି ମତଲବ ନାହିଁ ଯେତେବେଳେ ପିଲାର ଯଦି ନୂଆ ବ୍ଲେଡ ଧରିଛି କେତେଟା ପିଲାର କାଟିଲା ମୁଁ ଯଦି ପଛାଡେ ଫାନ୍ଦରେ ପିଲାର ଯଦି ହଲଚଲ ହେଇଥାନ୍ତା ବ୍ଲେଡ ଯଦି କାଟି ହେଇଯାଇଥାନ୍ତା ତାହେଲେ କଣ କରିଥାନ୍ତୁ ପିଲା ଆସିଥାନ୍ତା କି ଆମର ସୁନା ମିଳିଯିବ ମୋ ପିଲା ମିଳିବ କି ମୋର ସେଇଟା ପାଇଁ ଆମେ ଥାନାରେ ଆସିଥିଲେ ସେ କଳାହାଣ୍ଡିର ବୋଲି କହୁଛି କଥାବାର୍ତ୍ତା କେମିତି କରୁଛନ୍ତି କଳାହାଣ୍ଡି କଥା କହୁଛି କଳାହାଣ୍ଡି ହେଲେ ତାକୁ ଧରା ହେଇଛି ଏବେ ହଁ ତାକୁ ମୁଁ ଥାନାରେ ତାକୁ ପୁଅ ଆଉ ଯାଇକରି ଚିହ୍ନିକି ତାକୁ ଥାନାରେ ନେଇକରି ଇଏ ସୁନା ଦୋକାନରେ ନେଲୁ ତାପରେ ଦେଖିଲୁ ଭିଡିଓ ଦେଖରେ ମୁଁ ଦେଖିବି ନାହିଁ ମୁଇଁ ନାଇଁ ଏଇଟା କିଏ ବୋଲି ମୁଇଁ ନାଇଁ ବୋଲିଛି ହେଲେ କିଏ ତ ସିଏ ସେମାନେ ଆଉ କେତେ ଜଣ ଆସୁଛନ୍ତି 2 ଜଣ ପୁରା ଗୁଡଗୁଡି ସାଙ୍ଗରେ ପଛରେ ଅଛି ତାକୁ ଦେଲା କି କଣ କି ଜାଣିବି ପୋଲିସ ଥାନାରେ ଦେବାକୁ ଆସିଛି 2 ଜଣ ତାକୁ ଧରିକିନା ମୁଁ ଆସିଲି।